ଦାସିଆ ବାଉରୀ ହେଉଛି ଜଗନ୍ନାଥଙ୍କ ଅନ୍ୟତମ ଭକ୍ତ। ନିଚ ଜାତି ହେଲେ ବି ହୃଦୟର ନିର୍ମଳତା ଭକ୍ତିର ଦିବ୍ୟତା ବଳରେ କିପରି ସେ ଜଗନ୍ନାଥକୁ ନଡ଼ିଆ ଓ ଆମ୍ବ ଅନାବିଳ ଭକ୍ତିରେ ଅର୍ପଣ କରି ଭକ୍ତମାନଙ୍କ ଇତିହାସରେ ଚିର ଅମର ହୋଇଛନ୍ତି, ତାହା ଶ୍ରୀ ଜଗନ୍ନାଥଙ୍କ ମହିମା ବିନା ଅନ୍ୟ କିଛି ନୁହେଁ ବୋଲି ଦାସିଆ ବାଉରୀ ସମ୍ବାଦରେ ପ୍ରମାଣିତ କରିଛନ୍ତି। ସବୁ ଜାଗାରେ ଚାଉଳରୁ ଅନ୍ନକୁ ଭୋଗ କରାଯାଏ, କିନ୍ତୁ ଏଠି ଅନ୍ନରୁ ଚାଉଳ ହୋଇ ଭୋଗ ହୁଏ। ଆସନ୍ତୁ ଜାଣିବା ଜଗନ୍ନାଥଙ୍କର କିଛି ମହିମା ବିଷୟରେ। କିପରି ତାଙ୍କର ଭୋଗ ହୁଏ ତାହା ଜାଣିବା। ଯେଉଁ ଚାଉଳ କେବଳ ଜଗନ୍ନାଥଙ୍କ ରୋଷ ଘରେ ରନ୍ଧାଯାଏ ତାକୁ ଅମୁଣିଆ ଅନ୍ନ କହନ୍ତି। ସେହି ଚାଉଳକୁ ରାନ୍ଧି ସାରିଲା ପରେ ତାକୁ କେବଳ ଅନ୍ନ କହନ୍ତି। ସେହି ରନ୍ଧା ଅନ୍ନ ଯେତେବେଳେ ରୋଷ ଘରୁ ବାହାରକୁ ଆସେ ସେତେବେଳେ ଏହାକୁ ଛେକ କହନ୍ତି। ଯେତେବେଳେ ଏହା ଭୈରବୀ ଚକ୍ରରେ ରହେ ସେତେବେଳେ ଏହାକୁ ଭୋଗ ବୋଲି କୁହନ୍ତି। ଯେବେ ଭୋଗକୁ ତିନି ଠାକୁରଙ୍କ ପାଖରେ ଲାଗି ହୁଏ ସେତେବେଳେ ଏହାକୁ ନୈବେଦ୍ୟ କୁହାଯାଏ। ଯେତେବେଳେ ନୈବେଦ୍ୟ ବିମଳା ଠାକୁରାଣୀଙ୍କ ପାଖରେ ଲାଗି ହୁଏ ସେତେବେଳେ ଏହା ମହାପ୍ରସାଦ। ଏହି ମହାପ୍ରସାଦ ଯେତେବେଳେ ପଞ୍ଚ ପରମେଶ୍ୱରଙ୍କ ଆଗରେ ରୁହେ ସେତେବେଳେ ଏହା କୈବଲ୍ୟ ବୋଲି କୁହାଯାଏ। କୈବଲ୍ୟକୁ ଯେତେବେଳେ ଭକ୍ତମାନେ ଖାଆନ୍ତି ସେତେବେଳେ ଏହା ଅଭଡ଼ା ବୋଲି କୁହାଯାଏ। ଅଭଡ଼ାର ଯେକୌଣସି ଛଡ଼ା ଯାଇଥିବା ଅଂଶକୁ ଶୁଖାଇ ରଖିଲେ ତାହାକୁ ନିର୍ମାଲ୍ୟ ବୋଲି କୁହାଯାଏ। ଏହା ହିଁ ଜଗନ୍ନାଥ ସଂସ୍କୃତିର ବିଚିତ୍ରତା। ଏହିପରି ନୂଆ ନୂଆ ଭିଡ଼ିଓ ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, କମେଣ୍ଟ ଓ ସେୟାର କରନ୍ତୁ।